ବାଲେଶ୍ୱର ଲୟର୍ସ କ୍ଲବ ପକ୍ଷରୁ ସ୍ଥାନୀୟ ଦେୱାନୀ ଅଦାଲତ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ ସତ୍ୟନାରାୟଣ ମିଶ୍ର ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ବାଲେଶ୍ୱରର ଆଇନଜୀବୀମାନେ ଆଗେଇ ଆସିବା ବାସ୍ତବିକ ପ୍ରଶଂସନୀୟ ବୋଲି କହିଥିଲେ। ଜିଲ୍ଲାରେ ରକ୍ତର ଅଭାବକୁ ପୂରଣ କରିବା ପାଇଁ ସମସ୍ତେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ଉଚିତ ବୋଲି ସେ କହିଥିଲେ। ରେଜିଷ୍ଟ୍ରାର ରଞ୍ଜନ କୁମାର ପ୍ରଧାନ ଏହି ଶିବିରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କ୍ଲବର ସଭାପତି ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାସ ଏଥିରେ ପୌରୋହିତ୍ୟ କରିବା ସହିତ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବାଲେଶ୍ୱର ଲୟର୍ସ କ୍ଲବ ତରଫରୁ ଆଗରୁ ବି ଆମେ ରକ୍ତଦାନ ଶିବିର କରିଥିଲୁ। 117 ୟୁନିଟ୍ ରକ୍ତ ହେଇଥିଲା କଲେକ୍ସନ୍। ବାଲେଶ୍ୱରରେ ରକ୍ତର ଅଭାବ ରହିଛି, ତେଣୁ ଓକିଲମାନେ ତ କେବଳ ବ୍ୟବସାୟ କରିବା ହେବନି, କିଛି ସୋସିଆଲ ୱାର୍କ କରିବା ଦରକାର। ତେଣୁ ସେଇଥିପାଇଁ ଆମର ଏ ଲୟର୍ସ କ୍ଲବର ସୃଷ୍ଟି ଏବଂ ତା ମଧ୍ୟରୁ ଆମେ ଭାବିଛୁ ଯେ ପ୍ରତିଥର ଆମେ ଲୟର୍ସ କ୍ଲବ ତରଫରୁ ରକ୍ତଦାନ ଶିବିର କରିବୁ ଏବଂ ଆମର ଟାର୍ଗେଟ୍ ରଖିଛୁ 100ରୁ ଯେଭଳି ବୃଦ୍ଧ ହେବ। ଯେଉଁ ରକ୍ତର ଆବଶ୍ୟକତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ଆମେ ମେସେଜ ଦେବାକୁ ଚାହୁଁଛୁ ଯେ ପ୍ରକୃତରେ ଯେଉଁମାନେ ଲୋକମାନଙ୍କର ରକ୍ତଦାନ ଦେବାର ଆବଶ୍ୟକତା ରହିଛି ଏବଂ ଯେଉଁମାନେ ରକ୍ତ ପାଇବାର ଆବଶ୍ୟକତା ରହିଛି ସେମାନଙ୍କ ଭିତରେ କୋଅର୍ଡିନେସନ୍ ରଖିବା ପାଇଁ ଆମେ ରକ୍ତଦାନ ଶିବିର କରିଛୁ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ କେଶବ ଚନ୍ଦ୍ର ଆଚାର୍ଯ୍ୟ, ସଦସ୍ୟ ଦେବୀ ପ୍ରସାଦ ମହାପାତ୍ର, ସାଇରୁଲ ହକ୍, ପିନାକୀ ଧୀର, ଶାନ୍ତନୁ ରାଉତ, ସୌରୀଶଙ୍କର ପରିଡ଼ା, ଚନ୍ଦ୍ରଶେଖର ବିଶ୍ୱାଳ, ରଜନୀକାନ୍ତ ନାୟକ, ବାଦଲ ବେହେରା, ଦୁର୍ଗା ପ୍ରସନ୍ନ ଦାସ, ସୁଲଳିତ କର, ବନ୍ଦନା ବିଶ୍ୱାଳ, ଅନୁରାଧା ବାରିକ, କିରଣ ମହାରଣା, ଦୀନବନ୍ଧୁ ଦାସ, ଯଶୋଦାନନ୍ଦନ ଆସ ପ୍ରମୁଖ ଆଇନଜୀବୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିର ଶେଷ ସୁଦ୍ଧା 100ରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।